ଛୋଟରୁ ବଡ଼ କାହାର ବା ପସନ୍ଦ ନୁହେଁ ପିଜା। ଆଜି ଆସନ୍ତୁ ଘରେ ବନେଇବା ପିଜା ଘରର ବେସିକ୍ ଜିନିଷରେ, ଯେଉଁଟାକି ମାତ୍ର 40 ଟଙ୍କା ଖର୍ଚ୍ଚ କରି 250 ବାଲା ପିଜା ଆପଣମାନେ ଘରେ ବନେଇ ପାରିବେ ମାତ୍ର 5 ମିନିଟ୍ରେ। ଯେଉଁ ରୁଟି ପରଟା କରୁଛନ୍ତି ଯେଉଁ ତାୱାରେ ନା, ସେଇ ତାୱାରେ ବନେଇବା ବିନା ମାଇକ୍ରୋୱେଭ୍ରେ। ତ ଚାଲନ୍ତୁ ଡେରି ନକରି ଷ୍ଟାର୍ଟ କରିବା। ଏମିତି ପିଜା ବନେଇବା ପାଇଁ ପ୍ରଥମେ ଆମର ଗରମ ପାଣି ତ ଦରକାର, ଗରମ କହିଲେ ଉଷୁମ ପାଣି ଦରକାର। ଆଉ ଏବେ ଥଣ୍ଡା ଦିନ ଯେହେତୁ ଅଛି, ଆମେ ଟିକେ ଅଧିକା ଗରମ କରି ନେଇଯିବା। ଏବେ ଗୋଟେ କପ୍ରୁ କମ୍ ପାଣି ନେବେ। ଆପଣ ଯେଉଁ କପ୍ର ମେଜରମେଣ୍ଟ କରିବେ ସେଇଥିରେ ଗୋଟେ କପ୍ରୁ କମ୍ ପାଣି ନେବେ। ତାପରେ ଏଠି ଆମେ 2 ଚାମଚ ଦେଇଦେବା ଚିନି। ଆମେ ଏମିତି ଗୋଳୁ ଗୋଳୁ ତା ଥଣ୍ଡା ହେଇଯିବ, ସେଥିପାଇଁ ଟିକିଏ ଗରମ ପାଣି ଅଧିକା କରି ନେଇଯାଇଥିବେ। ଏବେ ଆମେ ଡ୍ରାଏ ଇଷ୍ଟ ନେବା। ଯଦି ଇଷ୍ଟ ଆପଣ ଦେବାକୁ ଚାହାନ୍ତିନି, ହେଲେ ଆପଣ ତା ଜାଗାରେ ସୋଡ଼ା କିମ୍ବା ବେକିଂ ପାଉଡ଼ର ବି ନେଇପାରିବେ। ବେକିଂ ପାଉଡ଼ର ଦେଲେ 1 ଚାମଚ, ଆଉ ବେକିଂ ସୋଡ଼ା ଦେଲେ ଅଧା ଚାମଚ ଦେଇଦେବେ। ତାକୁ ଏମିତି ମିଶାଇ ଦେବା ଭଲ ଭାବରେ। ଚିନି ଆଉ ଇଷ୍ଟ ଏସବୁ ମିଶିଗଲେ ବା ସୋଡ଼ା ମିଶିଗଲା ପରେ ଏଠି ଆମେ ଲୁଣ ଦେଇଦେବା ଅଧା ଚାମଚରୁ କମ୍। ତାପରେ ଏଠି ଆମେ ଦେଇଦେବା ଭିନେଗାର 2 ଚାମଚ। ଭିନେଗାର ଜାଗାରେ ଆପଣମାନେ ଦହି ଦେଇପାରିବେ, ଯେହେତୁ ଥଣ୍ଡା ଦିନ ଅଧିକାଂଶ ଦହି ବନାଉନଥିବେ। ଆଉ ଯଦି ଦହି ଥିବ ଆପଣ 1 କପ୍ ମୋଟା ମୋଟା ଦହିକୁ ନେଇଯିବେ। ଏଠି ଆମେ 2-3 ଚାମଚ ଦେଇଦେବା ରିଫାଇନ୍ ଅଏଲ୍, ଯେଉଁଟାକି ଆମର ଯେଉଁ ପିଜାର ବେସ୍କୁ ବହୁତ କ୍ରଞ୍ଚି କରିବ। ଆଉ ତା ସହିତ ଏଠି ଆମେ ଗୋଟିଏ ଏମିତି ଛଣା ବା ଷ୍ଟନର୍ ରଖିକରି ଏଠି ଆମେ 2 କପ୍ ମଇଦା ଦେଇଦେବା। ଏଇ କପ୍ରେ ହିଁ ପାଣି 1 କପ୍ରୁ ଟିକେ କମ୍ ଆପଣ ନେଇଥିବେ। ଏବେ 2 କପ୍ ମଇଦା ମାନେ ଏଠି ହେଉଛି 240 ଗ୍ରାମ, 1 କପ୍ଟା ହେଉଛି 120 ଗ୍ରାମ। ସେଇ ହିସାବରେ ଆପଣମାନେ କେତେଟା ପିଜା କରିବେ ସେଇଟା ବି ଦେଖିବେ। ମୋର ଏଠି 2ଟା ମୁଁ ସେଇଥିରେ କରିବି, ସେଥିପାଇଁ ମୁଁ ଏଠି 240 ଗ୍ରାମର ବା 2 କପ୍ ମଇଦା ନେଇଯାଇଛି। ଯେମିତିକି ସାଇଜ୍ ଆପଣ ଦେଖିଲେ ସେଇ ସାଇଜ୍ର ମୋର 2ଟା ହେବ, ଗୋଟିଏ ନନ୍ଷ୍ଟିକ୍ରେ ଆଉ ଗୋଟିଏ ପ୍ଲେନ୍ ତାୱାରେ। ମୁଁ ଆପଣଙ୍କୁ କରିକି ଦେଖେଇବି। ଏବେ ତାକୁ ଏମିତି ଚକଟିଲା ପରେ ଆମେ ଟିକିଏ 5 ମିନିଟ୍ ତାକୁ ରେଷ୍ଟ ଦେଇଦେବା। ଦେଖନ୍ତୁ ଏଠି ଡୋଟା ଆମର କେତେ ଫର୍ମାଟ ହେଇଗଲାଣି। ଆମକୁ ପୁରା ଫର୍ମ କରିବାର ନାହିଁ ଏଠି, ବା ଅଧିକା ସମୟ ରେଷ୍ଟ ଦେବାକୁ ନାହିଁ, ଯେହେତୁ ଆମେ ଏଠି ବ୍ରେଡ଼ ବନାଉନେ। ଏଠି ଆମେ ବନେଇବା ଖାଲି ଡୋ ବନେଇବା। ଡୋ ବନେଇବା ପାଇଁ ଆମକୁ ହାଲକା ହାଲକା ଆମର ସ୍ପଞ୍ଜି ହେବା ଦରକାର, ଆଉ ସଫ୍ଟ ହେବା ଦରକାର। ତ ଏବେ ତାକୁ ଅଳ୍ପ ଟିକେ ବଟର୍ ଲଗେଇ କରି ଆପଣ ଆଉ ଟିକେ ତାକୁ ସଫ୍ଟ କରି ଭଲ ଭାବରେ ସେଟ୍ କରି ଚକଟି ଦିଅନ୍ତୁ। ଯେତିକି ଚକଟିବେ ନା ସେତିକି ଆପଣଙ୍କର ବେସ୍ଟା ଭଲ ଭାବରେ କ୍ରଞ୍ଚି ହେବ, ଆଉ ଭଲ ଟେଷ୍ଟ ଲାଗିବ ଖାଇବା ପାଇଁ। ତ ଏବେ ଆମେ ଆଉ ଟିକେ ଭଲ ଭାବରେ ଆଉ 1-2 ମିନିଟ୍ ଟିକେ ଚକଟି ନେବା। ଚକଟିକି ପୁରା ସଫ୍ଟ ହେଇଗଲା ପରେ ତାକୁ ପାର୍ଟ ପାର୍ଟ କରି 2 ପାର୍ଟରେ ଡିଭାଇଡ଼ କରିଦେବା। କି ଯେମିତି ଆମେ 2ଟା ବନାଉଛେ, ଯଦି ଆପଣମାନେ 3ଟା ବନେଇବାର ଥିବ ଛୋଟ ଛୋଟ, ତ ହେଲେ ଆପଣ ଏଥିରେ 3ଟା ବି କରିପାରିବେ। ଏବେ ତାକୁ ଭଲ ଭାବରେ ଚକଟିଲା ପରେ ଏବେ ଡିଭାଇଡ଼ ମୁଁ କରିଦେଲି। 2 ଭାଗ କଲା ପରେ ଏବେ କ'ଣ କରିବା, 1 ପାର୍ଟକୁ ଆମେ ନେଇକରି ତାକୁ ଆଉ ଟିକେ ଏମିତି ପିଟି ପିଟି ସେଥିରେ ଯେଉଁ ବାଉଲରେ ତାକୁ ପିଟି ପିଟି 2-3 ଥର ଏମିତି ଟିକେ କଚାଡ଼ି ଦେଲେ ଆଉ ଟିକେ ଭଲ ଭାବରେ ସେ ସଫ୍ଟ ହେଇଯିବ। ଏବେ ଆମେ ମୋଟା ତାୱା, ଯେଉଁଟାକି ଡେଲି ମୁଁ ରୁଟି କରୁଛି ସେଇ ତାୱାରେ ମୁଁ ବସେଇ ଦେଇଛି। ଆଉ ଏଠି 2 ହାତ ଲଗେଇ କରି ଆପଣ ତାକୁ ଏମିତି ସ୍ପ୍ରେଡ଼୍ କରିଦିଅନ୍ତୁ। ଯେମିତିକି ମଇଦା ଜିନିଷ ଯେତେ ସ୍ପ୍ରେଡ଼୍ କଲେ ବି ଟିକେ ପାଖକୁ ପାଖକୁ ପଳେଇ ଆସୁଥାଏ। ତ ଏମିତି ଯେତିକି ବଡ଼ କରିଥିବେ, କରିବାର ଥିବ ତାଠୁ ଆଉ ଟିକେ ବଡ଼ କରିଥିବେ। ଧୀରେ ଧୀରେ ତାକୁ ଏମିତି ଚାରିପଟ ଯାକ ଗୋଟେ ଆପଣମାନେ ଏମିତି ଚାରିପଟ ସାଇଡ଼୍ ଯାକକୁ ଉଠେଇ ଦିଅନ୍ତୁ। ଏମିତି ଉଠେଇ ଦେଲେ କ'ଣ ହେବ ନା, ଆମର 4 ସାଇଡ଼୍ର ଯେଉଁ ଆମେ ଚିଜ୍ ହେରିକା ଦେବା ଏସବୁ ଯେତେବେଳେ ତରଳିବ ସେଇଟା ଆଉ ବାହାରକୁ ବାହାରିବନି। ଏମିତି କଲା ପରେ ତାପରେ ଆପଣମାନେ ଏମିତି ଗୋଟିଏ ଫୋକ୍ ନେଇଯିବେ। ଫୋକ୍ ସାହାଯ୍ୟରେ ପୁରା ଆମର ଯେଉଁ ଅଛି ବେସ୍ଟା, ସେ ବେସ୍କୁ ଏମିତି ହୋଲ୍ କରିନେବା। ଏମିତି କଲେ କ'ଣ ହେବ ନା, ସେ ଯେଉଁ ଆମେ ପିଜା ସସ୍ ହେରିକା ଦେବା ତା ଭିତରକୁ ଭେଦିବ, ଆଉ ପିଜାର ବେସ୍ଟା ବି ବହୁତ ଟେଷ୍ଟି ଲାଗିବ ଖାଇବା ପାଇଁ। ଏବେ ଦେଖନ୍ତୁ, ଆଉ ଯଦି ଫୋକ୍ ନ କରିବା ତା ପୁରା ଫୁଲିଯିବ ପାଉଁରୁଟି ଭଳିଆ, ଆଉ ବିଲକୁଲ ଆମର ଯେତିକି ଆମେ ଚିଜ୍ ଫିଜ୍ ଦେଇଥିବା ସବୁ ତଳକୁ ଚାଲି ଆସିବ। ତ ସେଥିପାଇଁ ଆପଣମାନେ ଏମିତି ଫୋକ୍ କରିବା ବହୁତ ଜରୁରୀ। ଏଇଟା ହେଉଛି ଗୋଟେ ବିଶେଷ ପାର୍ଟ ହେଉଛି ପିଜାର। ତାପରେ ଏଠି ଆମେ ଦେଇଦେବା ପିଜା ସସ୍। ପିଜା ସସ୍ ପାଇଁ ଫ୍ରେଣ୍ଡସ୍ ଏଠି ଆପଣ ଯଦି ପିଜା ସସ୍ ରେଡ଼ିମେଡ଼୍ ନେବେ ହେଲେ ବି ହେବ, ଆଉ ଯଦି ନଥିବ ହେଲେ ଆପଣମାନେ କ'ଣ କରିବେ ନା, ଯେଉଁ ଟମାଟୋ ସସ୍ ବା କେଚପ୍ ଥିବ ତାକୁ ସେଥିରେ ରସୁଣ ଅଧିକା ଦେଇଦେବେ, ଟିକେ ଅରିଗାନୋ ଦେଇକରି ମିକ୍ସ କରିଦେବେ। ଆଉ ତାକୁ ଏଇଭଳିଆ 3-4 ଚାମଚ ପେଷ୍ଟ ଲଗାଇଦେବେ। ଯେତିକି ସାଇଜ୍ ଅନୁସାରେ ଆପଣ ଦେଇଦେବେ, ଟିକେ ଅଧିକା କରି ଦେଇଦେବେ। ତାପରେ ଏଠି ଆମେ କ'ଣ କରିବା, ନେଇଯିବା ଚିଜ୍। ମେନ୍ ହେଉଛି ଏଇଠି ଆପଣଙ୍କୁ କେବଳ ଚିଜ୍କୁ ବାହାରରୁ କିଣିବାକୁ ପଡ଼ିବ, ନହେଲେ ଆଉ ସବୁ ବେସିକ୍ ଜିନିଷ ଆପଣଙ୍କୁ ଘରେ ହିଁ ଆରାମସେ ମିଳିଯିବ। ଏବେ କ'ଣ କରିବା,
ताकू एमती चीज को से जो आम लगे सस से सस उपरे उपरे एमती अल्प अल्प करी एमती सब ग्रेट करदे आती सैड्रे आपंकर एमती तावे पड़ज ताकू उठेकी देदेवे ना ना से टिके गरम पाइले तरल एमती तावे लगिज पड़ज तार स्मेलटा अलग हो एबे वेजिटेबल आप जहाँ आपणकर मन पसंदर आप नहीं पारे मुझे ओनियन आठी जो शिमला मिर्च जोटा कि आपण मैंने ग्रीन वाला मुझे नहीं आप येलो वाला रेड वाला एको भी दे पारे तो आहरी बढ़िया देखा ता सहित ये आपण मैंने जो स्वीट कॉर्न है एमती नॉर्मल कॉर्न है एको भी नहीं पारे स्वीट कॉर्न टिके नरम थाए बेसी ताको भी आप नहीं पारे कि हाफ बॉइल करी भी आपण मैंने दे पारे तो एमती जहाँ मन पसंद आपणकर वेजिटेबल थी आपण मैंने नहीं पारे एबे ताकू सब जाक सजई देला परे आ टमाटर जदि नेबे पूरा गुदा वाला नेबे फ्रेंड्स जोटा कि रस जो थी आप चामच बाहर करदे केवल जो मोटा चोपड़ा थाए ना ताकू एमती स्क्वायर पीस रे कटिंग करी नहीं जिवे नेला परे एबे पुणी आउ टिके आमे एठी आमे ग्रेड करदबा एठी चीज को ग्रेड करी जेमिति कि तळे देइथिले ताठु टिके अधिक परिमाण रे ऊपर देइदबा हेले हमर जेमिति कि वेजिटेबल टिके चीज रे कवर हेई करी रहिबो आ लछाड़ा टिके अधिक हबो आ बेसी भल देखा जिवो खाइबा को भी भल लागिवो पिला माने बहुत पसंद करिवे एबे फ्रेंड्स देखंतु एमती सब आड़े ग्रेड करके बुले बुले करी आपण माने ग्रेड कर नेबे पूर्व भली जेमती सब जाक पड़ीथिला चीज ना बाहर तावा ऊपर ताको भी ऊपर को दे देबे एबे ऊपर आमे टिके दे देबा चिली फ्लेक्स जोटा कि सुखला लंका को ग्राइंडिंग करी आपण माने दे देबे ता ऊपर ऑरिगानो अल्प किछि एमती छिंटी देबा ऑरिगानो जदि नथिबो हले आपण जुआणी पत्र को छोट छोट कटिंग करी ताको भी नहीं पारिबे ता ऊपर टिके गोलमरिच पाउडर ताकू बा ब्लैक पेपर पाउडर ताकू टिके एमती ऊपर स्प्रिंकल कर देबे बस हेई गला हमर एठे डेकोरेट एबे आमे ताकू गैस को ऑन करिबा ऑन करी गोटे मिनिट फुल आंच रे छाड़ी देबा तापरे ताकू कवर कर देबा 2 मिनिट पर देखिबे आपनकर गोटे मिनिट पर सिम कर देबे 2 मिनिट पर देखिबे आपनकर जो सबु जाक आम चीज जाइथिले ताहा तरलिया को स्टार्ट हेलानी हेले हमर एमिति आपण सिम आंच रे 5 मिनिट छाड़ी देबे तापर 5 मिनिट सेमिति गैस बंद करी छाड़ी देबे एबे फाइनली देखंतु आपनकर 250 वाला पिज्जा घरे हे गला रेडी एबे आपण माने एकु टिके ठंडा करी तापर कटिंग करी खाया को देबे तो एमिति केते सहज रे हे गला ना फ्रेंड्स केते कम समय रे आ केते सुंदर देखा जाउची कोन रेडीमेड रे पिज्जा याटो सुंदर कि याटो जदि आपण माने आहुरी टेस्टी करिया को चाहंती हेले आपण माने एथिरे जेमति कि पनीर वाला पिज्जा भी बनै पारिबे अलगा किछि देई करबी यार यार पिज्जा बनै पारिबे देखंतु केते सुंदर देखा जाउची एबे भी तथापि मोर टिके गरम अछि बेसी ठंडा हैनी ठंडा हेई करी करी आपण माने एमती एन्जॉय करनेंतु तापरे आसतु ये आम बनवा नॉन स्टिक रे भी एमती आपण मैंने डायरेक्ट ताको जेमिति डेकोरेट करथिले एठी भी सेम प्रोसेस रे डेकोरेट करी ताको भी ढांकी देबा एठी भी आम 5 मिनिट एमती सिम आंच रे छाड़ी देबा सिम आंच रे छाड़ला परे आपनकर फाइनली एमती रेडी हे जिवो पिज्जा एबे देखंतु फ्रेंड्स एको भी आम कटिंग करनबा एमती ठंडा हवा को दबा तापरे एन्जॉय करिवा कोन फ्रेंड्स आपनकर मार्केट रु कम रेट रे मिलला ना देखंतु बेस भी एमती बिल्कुल जड़ीबनी एतिक समय भीतर आपण माने करिवे हेले देखंतु आउ एई प्रोसेस रे आ जदी भल लागिला आपनको आपण लाइक शेयर करिया भूलिबेनी।